ସାଙ୍ଗମାନେ ଆପଣମାନେ କେବେ ଜୁଆ ଖେଳିଛନ୍ତି? ଗୋଟେ କଥା କହିବି, ପୁରୁଷମାନେ ଖେଳନ୍ତି କି ନାହିଁ ମୁଁ ଜାଣିନି, ନାରୀମାନେ ଜୀବନରେ ଥରେ ନା ଥରେ ଖେଳନ୍ତି ଜୁଆ। ବାହାଘରଟା ଜୁଆଠାରୁ କିଛି କମ୍ କି? ଯିଏ ଜିତିଗଲା ସେ ପାର ପାଇଗଲା, ଯିଏ ହାରିଗଲା ଜୀବନ ସାରା ପାଇଁ ସେ ହାରିଗଲା। ସତ କହିଲି ନା ସାଙ୍ଗମାନେ? ବାହାଘର ବେଳେ କେତେ ସ୍ୱପ୍ନ ନେଇ ଗୋଟେ ଝିଅ ବେଦିରେ ବସିଥାଏ, କିନ୍ତୁ ଶାଶୁଘରକୁ ଗଲା ପରେ ତାର ସବୁ ସ୍ୱପ୍ନ ଭାଙ୍ଗିଯାଏ, ହୁଏତ ସଜାଡ଼ିଯାଏ। ଶାଶୁଘରକୁ ଗଲା ପରେ ତାର ମନର କଥା ମନରେ ମନରେ ମରିଯାଏ। ନା ଆଗକୁ ଦେଖିଲେ ଚାହିଁକି ଯାଇପାରେ, ନା ପଛକୁ ଫେରିକି ଯାଇପାରେ। ବାହାଘରର ମୂଳ ଚାବିକାଠି ହେଉଛି ସ୍ୱାମୀମାନଙ୍କ ହାତରେ। ଯଦି ସ୍ୱାମୀ ଭଲ ହୁଏ ନା, ତାହେଲେ ଜୀବନଟା ଶିରାଠୁ ହୀରା ପାଲଟିଯିବ। ଆଉ ଯଦି ସ୍ୱାମୀ ଖରାପ ହୁଏ ନା, ନର୍କଠାରୁ ବି କିଛି କମ୍ ହେବନି। ସେଥିପାଇଁ ସାଙ୍ଗମାନେ କହୁଛି, ନିଜର ଜୀବନସାଥୀ ନିଜେ ହିଁ ବାଛନ୍ତୁ। ଏମିତି ଜୀବନସାଥୀ ବାଛନ୍ତୁ, ଗୋଟିଏ ଭିତରେ ଗୋଟିଏ ଫୁଟିକି ବାରୁଥିବ ଯେମିତି। ସବୁ ପରିସ୍ଥିତିରେ ତୁମ ପାଖରେ ଠିଆ ହେଇଥିବ। ଯେତେବେଳେ ସମସ୍ତେ ତୁମକୁ ଖରାପ କହୁଥିବେ, ସେତେବେଳେ ସିଏ କହୁଥିବ ମୋ ସ୍ତ୍ରୀ ଭଲ। ପରିବାର ଲୋକଙ୍କ ସାମ୍ନାରେ କେବେ ବି ତୁମକୁ ଛୋଟ କରି କିଛି ବି କହିବନି, ଆଉ ତୁମକୁ ବହୁତ ଭଲ ପାଉଥିବ। ନିଜର ସାରା ଜୀବନର କଥା ଆଉ କାହା ହାତରେ କେମିତି ଟେକିଦେବେ ଆପଣ? ନିଜର ଜୀବନସାଥୀ ନିଜେ ବାଛନ୍ତୁ। ହୁଏତ ଆପଣଙ୍କର ଜୀବନ ସଜାଡ଼ି ଯାଇପାରେ। ସମସ୍ତେ ଭଲ ରୁହନ୍ତୁ, ସମସ୍ତେ ଖୁସିରେ ରୁହନ୍ତୁ, ଖାଆନ୍ତୁ ପିଅନ୍ତୁ, ସୁସ୍ଥରେ ରୁହନ୍ତୁ। ଆଉ ମୋତେ ଟିକେ ଲାଇକ୍, ସେୟାର, କମେଣ୍ଟ, ସବସ୍କ୍ରାଇବ୍ ଶୀଘ୍ର କରିଦିଅନ୍ତୁ। ରହିଲି ସାଙ୍ଗମାନେ, ଜୟ ଜଗନ୍ନାଥ।